আজি যেମିତି ହେଲେ ମୋ ଭଉଣୀ କସ୍ତୁରୀକୁ ରାଜି କରିବାକୁ ପଡ଼ିବ। ହଁ ହଁ ଯେମିତି ହେଲେ ରାଜି କରିବାକୁ ତ ପଡ଼ିବ, କାହିଁକି ନା ମୋ ଭଉଣୀ ଥରେ ରାଜକୁମାର ଚନ୍ଦନ ସହିତ ବିବାହ କରିଦେଲେ ମୋ ଭଉଣୀ ହେଇଯିବ ଏଇ କୌଶଳ ରାଜ୍ୟର ପାଟ ମହାରାଣୀ। ଆଉ এই সমগ্র কৌশল রাজ্যটা আম হাত মুঠাকু চালি আসিব। হেলে হেলে মো ভৌণী কস্তুরী যাই গলা কুয়াড়ে, ঘরে তো নাই। আলো এ মা কস্তুরী, ভৌণী কস্তুরী, আলো এ মা কস্তুরী। আলো এ ভৌণী, মু জানিছি রে তু হচ্ছে মোর সেই অতি আদরর গেলা ভৌণী কস্তুরী। বড় ভাই, আরে বড় ভাই মু পরে আপনাকে পছপটু এমিতি ঢাঙ্কিଥିଲି, আপন ন দেখি মতে চিহ্নি যাউছেন। আলো এ ভৌণী, বড় ভাই তু জানিছু তোতে মু ক্ষণে ন দেখিলে কেমিতি পাগল পরি হই যায়লো। হ্যাঁ বড় ভাই মু জানিছি। আউ তু এতে সময় হেলা ভৌণী ভৌণী বলে ডাকুছি। সাই পড়িশারে খোঁজে খোঁজে মু থকি যাইছি, হেলে আসিবারে এতে বিলম্ব। বড় ভাই মু পরা ଆମ এই କୌଶଳ ରାଜ୍ୟର ଉପବନରେ କିଛି ସମୟ ପରିଭ୍ରମଣ କରୁଥିଲି। তু ভ্রমণ করছিলি? ହଁ ବଡ ଭାଇ। আলো এ ভৌণী, বড় ভাই মু সত কହୁছি তু মতে ছাড়ি কুয়াড়ে চালি গলে দেখিবু মু পাগল হইଯିବି ଲୋ। ছি বড় ভাই ছি, ଆପଣ ସେମିତି କଥା ତୁଣ୍ଡରେ ଧରନ୍ତୁନି ବଡ ଭାଇ। ଏ ବଡ ଭାଇ ମୁଁ ଜାଣିଛି ବଡ ଭାଇ, ବାପା ମା ପର କରି ଚାଲିଗଲା ପରେ ଆପଣ ମୋତେ କୋଳେଇ କାଖେଇ ମଣିଷ କରିଛନ୍ତି। ଆପଣ କେବେ ମଧ୍ୟ ସେମିତି କଥା ତୁଣ୍ଡରେ ଧରିବେନି ବଡ ଭାଇ। আরে ভৌণী সত কহিলু লো, তু কলিয়া শিশুটে থিলু, বড় ভাই তোতে আউ মতে বাপা মা অনাথ করি এ পারিরু আর পারিকু চালি গলে লো। ହଁ ବଡ ଭାଇ। সেদিন আম পাখরে খাইবাকু অন্ন নথিলা, পিন্ধিবাকু বস্ত্র নথিলা লো। বড় ভাই অনেক দুঃখ কষ্ট সহি মুন্ডর ঝাল টুন্ডরে মারি মু তোতে এড়েটেরু এড়েটে করিছি তোর এই কলিয়া মুহরে মুঠায়ে অন্ন দবা পাই। এই দ্বাররু সেই দ্বার, এই গ্রামরু সেই গ্রাম বুলি বুলি ভিক মাগিছিল ভৌণী, ভিক মাগিছি। বড় ভাই ମୁଁ ଜାଣିଛି ବଡ ଭାଇ, ଆପଣ ମୋତେ ବାପାର ସ୍ନେହ
ମାର ଆଦର ଦେଇ ବଡ଼ କରିଛନ୍ତି, ହେଲେ ଏତେ କଷ୍ଟ ସହି ଆପଣ ମୋତେ ବଡ଼ କରିଛନ୍ତି ବଡ଼ ଭାଇ। ଏ ବଡ଼ ଭାଇ, ଆଲୋ ଏ ଭଉଣୀ, ବଡ଼ ଭାଇ, ଆଉ ଗୋଟେ କଥା ତୁ ବୋଧେ ଜାଣିନୁ। ଆଉ ଗୋଟିଏ କଥା? ହଲୋ, କି କଥା ବଡ଼ ଭାଇ? ଆମ ଠାରୁ ଆମ ବାପା ମାକୁ କିଏ ଛଡ଼େଇ ନେଲା ଏ କଥାଟା ଜାଣିଛୁ? ଆମ ବାପା ମାଙ୍କୁ କିଏ ଛଡ଼େଇ ନେ? ହଲୋ, ଆମ ଠାରୁ ଆମ ବାପା ମାକୁ ଛଡ଼େଇ ନେଲେ ଲୋ। ଏ କ'ଣ କହୁଛନ୍ତି ବଡ଼ ଭାଇ? ତାମାନେ କ'ଣ ଆମ ବାପା ମାଙ୍କର ମୃତ୍ୟୁ ହୋଇନଥିଲା? ଆଇଲୋ, ତୁ ଜାଣିବାକୁ ଚାହିଁବୁ ଆମ ବାପା ମାକୁ କିଏ ହତ୍ୟା କରିଦେଇଛି? ଜାଣିବାକୁ ଚାହିଁବୁ? ହତ୍ୟା କରିଦେଇଛି? ହଲୋ, କିଏ ବଡ଼ ଭାଇ, କିଏ? ତାହେଲେ ଶୁଣ, ମୁଁ ଆଜି ତତେ ସବୁ ସତ ସତ କହିଦଉଛି। ଆମ ଠାରୁ ଆମ ବାପା ମାର ହତ୍ୟାକାରୀ ହେଉଛି ଏଇ କୋଶଲ ରାଜ୍ୟର ରାଜା ଚନ୍ଦ୍ରଭାନୁ। ଆମ ଠାରୁ ଆମ ହସ ଖୁସି ଛଡ଼େଇ ଦେଇ ଦୁଃଖର ନଈରେ ଭସେଇ ଦେଲା ଏଇ କୋଶଲ ରାଜ୍ୟର ରାଜା ଚନ୍ଦ୍ରଭାନୁ। ଆମକୁ ଅନାଥ କରି ଦୁଃଖର ନଈରେ ଭସେଇ ଦେଲା ଏଇ କୋଶଲ ରାଜ୍ୟର ରାଜା ଚନ୍ଦ୍ରଭାନୁ। ଏ ବଡ଼ ଭାଇ, ଆପଣ ଏତେ ବଡ଼ କଥା କାହିଁକି ମୋତେ ଲୁଚେଇ ରଖିଥିଲେ ବଡ଼ ଭାଇ? ତାହେଲେ କ'ଣ ଆମ ବାପା ମାଙ୍କୁ ଏ କୋଶଲ ରାଜ୍ୟର ରାଜା ମୃତ୍ୟୁଦଣ୍ଡ ଦେଇଥିଲା ବଡ଼ ଭାଇ? ହେଲେ କାହିଁକି ବଡ଼ ଭାଇ, କାହିଁକି? ଭଉଣୀ, ମୋ ମା ଏଇ ରାଜା ଘରେ ଚାକରାଣୀ କାମ କରୁଥିଲା ଲୋ। ମାର ଗୋଟିଏ ସାମାନ୍ୟ ଭୁଲ ପାଇଁ ଏଇ କୋଶଲ ରାଜ୍ୟର ରାଜା ମୋ ବାପାଙ୍କୁ ଏଇ ଫାଶୀ କୁଣ୍ଡରେ ଝୁଲେଇ ଦେଲା ଲୋ। ମୋ ଆଖି ସାମ୍ନାରେ ମୋ ବାପାଙ୍କୁ ଫାଶୀ କୁଣ୍ଡରେ ଝୁଲେଇ ଦେଲା ଲୋ। ଆଉ ସେ କଥାକୁ ସହ୍ୟ କରିପାରି ମୋ ମା ବି ଝୁରି ଝୁରି ଏପାରିରୁ ଆର ପାରିକୁ ଚାଲିଗଲା। ହେଲେ କାହିଁକି ବଡ଼ ଭାଇ, କାହିଁକି ଆପଣ ଜାଣି ଶୁଣି ଏ ଅନ୍ୟାୟୀ ରାଜା ପାଖରେ ଆପଣ କାମ କରୁଛନ୍ତି ବଡ଼ ଭାଇ? ଏ ଭଉଣୀ, ପ୍ରତିଶୋଧ ନବା ପାଇଁ ଲୋ, ପ୍ରତିଶୋଧ ନବା ପାଇଁ। ଯିଏ ଆମ ଠାରୁ ଆମ ବାପା ମାକୁ ଛଡ଼େଇ ନେଲା, ଆମ ବାପା ମାର ହତ୍ୟାକାରୀ, ପୁଣି ତା ଘରେ ମୁଁ ଚାକର ହୋଇ ଖଟୁଛେ, ଚାକର। ତାର ଅଇଁଠା ଅନ୍ନ ଖାଉଛେ। ରାଜା ଯୋଉ ଆଦେଶ କଲେ ମୁଁ ବଥା ପାତି ସହି ନେଉଛେ ଲୋ ଭଉଣୀ, ବଥା ପାତି ସହି ନେଉଛେ କେବଳ ପ୍ରତିଶୋଧ ନବା ପାଇଁ। ପ୍ରତିଶୋଧ ନବା ପାଇଁ? ହେଲେ କେମିତି ପ୍ରତିଶୋଧ ଆମେ ନେଇପାରିବା ବଡ଼ ଭାଇ? ଆଲୋ ଏ ଭଉଣୀ, ବଡ଼ ଭାଇ, ତୁ ଯଦି ମୋ କଥା ମାନିବୁ, ମୋ କଥାରେ ରାଜି ହବୁ, ତାହେଲେ ଆମ ପ୍ରତିଶୋଧ ପୁରା ହୋଇଯିବ ଲୋ। ମୁଁ ଯଦି ଆପଣଙ୍କ କଥା ମାନିବି, ତାହେଲେ ଆପଣଙ୍କ ପ୍ରତିଶୋଧ ପୁରା ହେବ? ହଲୋ, ହେଲେ କେମିତି ବଡ଼ ଭାଇ, ଏ କେମିତି? ଭଉଣୀ, ତୁତେ ଆମ କୋଶଲ ରାଜ୍ୟର ରାଜକୁମାର ଚନ୍ଦନ ସହିତ ବିବାହ କରିବାକୁ ପଡ଼ିବ। ନା ବଡ଼ ଭାଇ, ନା, ମୁଁ ରାଜକୁମାର ଚନ୍ଦନକୁ ବାହା ହେଇପାରିବିନି ବଡ଼ ଭାଇ। ପାରିବାକୁ ହବ। ନା, ଆଲୋ ଏ ଭଉଣୀ, ତୁ କ'ଣ ଚାହୁଁନୁ ଆମ ବାପା ମାର ହତ୍ୟାର ପ୍ରତିଶୋଧ ପୁରା ହବ?
ମୁଁ ଚାହୁଁଛି ବଡ଼ ଆଲୋ ଭାଇ ଏ ଭଉଣୀ ବଡ଼ ଭାଇ ତୁ ଯଦି ମୋ କଥାରେ ରାଜି ହବୁ ସମଗ୍ର କୌଶଳ ରାଜ୍ୟଟା ତ ହାତ ମୁଠାକୁ ଚାଲି ଆସିବ। ତୁ ଥରେ କୌଶଳ ରାଜ୍ୟର କୁଲ ବହୁ ହୋଇଗଲେ ତୁ ଯେମିତି ଚାହିଁବୁ ସେମିତି ଖେଳ ଖେଲେଇବୁ ଲୋ ଖେଳ ଖେଲେଇବୁ। ବଡ଼ ଭାଇ ତାହେଲେ ଏହା କ'ଣ ସମ୍ଭବ? ସମ୍ଭବ ଲୋ। ମୁଁ ଯଦି କୌଶଳ ରାଜ୍ୟର ରାଜବହୂ ହେବି ତାହେଲେ ମୁଁ ଯେମିତି ଚାହିଁବି ସେମିତି ହବ। ହଲୋ ତୁ ଯଦି ମୋ କଥାରେ ରାଜି ତାହେଲେ ମତେ କଥା ଦେ। ଏ ବଡ଼ ଭାଇ ମୁଁ ଆପଣଙ୍କୁ କଥା ଦଉଛି ବଡ଼ ଭାଇ ଯେ ପର୍ଯ୍ୟନ୍ତ ଏ କୌଶଳ ରାଜ୍ୟ ଓ ରାଜା ଚନ୍ଦ୍ରଭାନୁ ତାଙ୍କ ସପରିବାରକୁ ଧ୍ୱଂସ କରି ଲଗାଇছে ସେ ପର୍ଯ୍ୟନ୍ତ ମୋ ମନକୁ ଶାନ୍ତି ଆସିବନି ବଡ଼ ଭାଇ। ବଡ଼ ଭାଇ କାନ୍ଦନି କାନ୍ଦନି ବାହା ଦେବି ତୋତେ ରାଜପୁଅ କୁଲ। ଯେ ବିନା ଦେଶରେ ମୋ ବାପା ମାଆକୁ ହତ୍ୟା କରିଦେଇଛି ମୁଁ ତାକୁ ଛାଡ଼ିବିନି ଯେ ପର୍ଯ୍ୟନ୍ତ ଏ କୌଶଳ ରାଜ୍ୟ ଓ ରାଜା ଚନ୍ଦ୍ରଭାନୁର ସପରିବାରକୁ ଧ୍ୱଂସ କରି ଲଗାଇଛି ଏ କସ୍ତୁରୀ ମନକୁ ଶାନ୍ତି ମିଳିବନି। ମୁଁ ଆସୁଛି ରାଜା ଚନ୍ଦ୍ରଭାନୁ ମୁଁ ତୋ ଘରକୁ ବୋହୂ ହେଇ ଆସୁଛି। ଥରେ ଦେଖ ଏ କସ୍ତୁରୀଟା ତୋ ଘରକୁ ବୋହୂ ହେଇ ଆସୁ ତାପରେ ସେ କି ଖେଳ ଖେଳୁଛି। ମୁଁ ପରା କସ୍ତୁରୀ ମୁଁ ଦେଖିବାକୁ ହେଇପାରେ ବହୁତ ସୁନ୍ଦରୀ ହେଲେ ବର୍ତ୍ତମାନଠୁ ଏ ରାଜା ଚନ୍ଦ୍ରଭାନୁଙ୍କ ପାଇଁ ହେଇଯିବି ମୁଁ ଗୋଟିଏ ଧାରୁଆ ଛୁରୀ।